ତମେ କଣ ହେଇଥିଲ? ଭୂତ ହେଇଥିଲି। କି ଭୂତ? ପାଳ ଭୂତ। ପାଳ ଭୂତ? ଆଜ୍ଞା। କଣ କେମିତି କଣ ଆଜି ଭିତରେ କଣ କଲ? ଭୂତ ହେଇକି ଆମ ଗାଁର ଗୋଟେ ପରମ୍ପରା ବହୁତ ଦିନ ହବ ଚାଲି ଆସିଛି। ଆମ ଗାଁର ଗୋଟେ ପରମ୍ପରା ଆଉ ଏ ତ 30-35 ବର୍ଷ ହବ ଚାଲି ଆସିଛି। ଆମେ ଦେଖିଛୁ ବଡ଼ ଭାଇମାନେ କରିବା, ଆମେ ବି ସେମିତି ଆଗକୁ ବଜାଇ ରଖିଛୁ, ଚାଲିଛି ଆଉ। ଭାଇ ଭଉଣୀର ପବିତ୍ର ସମ୍ପର୍କର ଅନନ୍ୟ ପର୍ବ ରକ୍ଷାବନ୍ଧନ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ସହିତ ଭାଇଟିଏ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାଏ। ଏହି ଅବସରରେ ଭିନ୍ନ ଭିନ୍ନ ସ୍ଥାନରେ ଦେଖାଯାଏ ଭିନ୍ନ ଭିନ୍ନ ପରମ୍ପରା। ସେହିଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ ପୁରୀ ଜିଲ୍ଲା କାକଟପୁର ଅନ୍ତର୍ଗତ ଓଥକା ଗ୍ରାମରେ। ଗ୍ରାମର ଯୁବକମାନେ ଗାଁ ମନ୍ଦିରରେ ପୂଜାର୍ଚ୍ଚନା କରି ବିଭିନ୍ନ ପାରମ୍ପରିକ ବେଶ ଧାରଣ କରିବା ସହିତ ନାଚି ନାଚି ଗାଁ ପରିଭ୍ରମଣ କରିଥାନ୍ତି। ବିଭିନ୍ନ ମୁଖା ଓ ପୋଷାକ ପରିଧାନ କରିଥିବା ସେହି ବେଶଧାରୀମାନଙ୍କୁ ଦେଖିବାକୁ ଆଖପାଖ ଅଞ୍ଚଳର ଶତାଧିକ ଲୋକ ରୁଣ୍ଡ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ପରମ୍ପରା ଅନୁଯାୟୀ ଗ୍ରାମର ଯୁବକମାନେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଗ୍ରାମରେ ଭାଇଚାରା ଓ ସ୍ନେହ ପ୍ରେମର ବାର୍ତ୍ତା ଦେଇଥାନ୍ତି। ବ୍ଲକ ଓଥକା ଗ୍ରାମ ପଞ୍ଚାୟତ ଓଥକା ଗାଁରେ ବିଗତ ବହୁତ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ପ୍ରତି ବର୍ଷ ଗହ୍ମା ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମାରେ ପାଳନ କରାଯାଏ। ଆମ ଗାଁର ସମସ୍ତ ଯୁବକ ଭାଇମାନେ ଆଉ ସମସ୍ତେ କିଏ ପୌରାଣିକ ଭୂତର ବେଶ ଧାରଣ କରିଥିଲେ, କିଏ ଜୀବଜନ୍ତୁର ଭାଲୁ ଧାରଣ କରିଥିଲେ, କିଏ ହରିଣ ଧାରଣ କରିଥିଲେ, କିଏ ମା କାଳୀଙ୍କର ଧାରଣା କରିଥିଲେ। ଏଇଭଳି ଗୋଟେ ଆନନ୍ଦ ବିଭୋର ଖେଳିବା ପାଇଁ, ଗାଁର ସଂସ୍କୃତି ଉଜ୍ଜୀବିତ କରିବା ପାଇଁ ପ୍ରତିବର୍ଷ ଗହ୍ମା ପୂର୍ଣ୍ଣିମାରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ତମେ କଣ ହେଇଥିଲ? ଭୂତ ହେଇଥିଲି। କି ଭୂତ? ପାଳ ଭୂତ। ପାଳ ଭୂତ? ଆଜ୍ଞା। କଣ କେମିତି କଣ ଆଜି ଭିତରେ କଣ କଲ? ଭୂତ ହେଇକି ଆମ ଗାଁର ଗୋଟେ ପରମ୍ପରା ବହୁତ ଦିନ ହବ ଚାଲି ଆସିଛି। ଆମ ଗାଁର ଗୋଟେ ପରମ୍ପରା ଆଉ ଏ ତ 30-35 ବର୍ଷ ହବ ଚାଲି ଆସିଛି। ଆମେ ଦେଖିଛୁ ବଡ଼ ଭାଇମାନେ କରିବା, ଆମେ ବି ସେମିତି ଆଗକୁ ବଜାଇ ରଖିଛୁ, ଚାଲିଛି ଆଉ। ଗ୍ରାମର ଯୁବକମାନଙ୍କର ଏହି ନିଆରା ପ୍ରୟାସ ଯୋଗୁଁ ସାଧାରଣରେ ବେଶ ପ୍ରଶଂସା ମଧ୍ୟ କରାଯାଇଥାଏ। ଆମର ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମାରେ ଏହି ପର୍ବ ପାଳନ କରାଯାଏ। ଦୀର୍ଘ 35-40 ବର୍ଷ ହେଲାଣି ଆମର ପୂର୍ବ ପୁରୁଷମାନେ କରି ଆସୁଛନ୍ତି। କେବେ ଆକ୍ଚୁଆଲି କେବେ ଷ୍ଟାର୍ଟ ହେଇଥିଲା ଆମେ ଜାଣିନୁ, କିନ୍ତୁ ଆମେ ଯେବେଠୁ ଜନ୍ମ ହେଲାଣି ଦେଖି ଆସୁଛୁ, ତେଣୁ ଆମେ ବି ସେଇ ଆମର ଟ୍ରାଡିସନାଲକୁ କଣ୍ଟିନ୍ୟୁ କରୁଛୁ। ବ୍ୟୁରୋ ରିପୋର୍ଟ, ଉତ୍କଳ କ୍ରାନ୍ତି।